ଆଜି ମୋ ଦି ଯାଉଥିଲା ତା ଶାଶୁଘର, ମାନେ ଆସିକି 2 ମାସ ହେଲା ସେ ଏଠି ଥିଲା। ତାପରେ ସେ ଯାଇଥିଲା ତା ଶାଶୁଘର। କ'ଣ କହିବି, ପିଲା ଗୁଡ଼ାକୁ ଯେତେବେଳେ ଆସିଲେ ତ ଫୁଲ ବିଞ୍ଚା ବିଞ୍ଚି ଯାହା କରିବ। ଦେଖ ତ ଏ ପିଲାକୁ ଟିକେ ଗାଡ଼ିଟା, ମାନେ ଏଇଟା ଗୋଟେ କଡ଼େଇ ଦେଖୁଛି ଗାଡ଼ି ଧରିଛି। ଆଉ ଆମ ଗାଁରେ ଏମିତି ପ୍ରବଳ ବର୍ଷା ହେଉଥିଲା ଯେ ଲାଇନ୍ ତ ଚାଲି ଯାଇଥିଲା, ମାନେ କରେଣ୍ଟ ତ ଚାଲି ଯାଇଥିଲା। ଏମିତି ଭୁଲ ଜମା ବି କରିବେନି। ତାପରେ ବୋଉ ହଠାତ୍ ଆସିକି ଗୋଟେ ତୁଳସୀ ଗଛ ଆଣିଥିଲେ। ତାପରେ ତୁଳସୀ ଗଛଟା ଆଗ ଯୋଉଟା ଥିଲା ସେଇଟା ମରିଯାଇଥିଲା ତ, ତାପରେ ବୋଉ ସେଟାକୁ ପୋତି ଦେଇକି ତାପରେ ଗଲେ ହାରି ସେ ଘର ଭିତରକୁ, କହିଲେ ଏଇଟା ଥାଉ ଏଇଠି। ତାପରେ ମୁଁ ଦେଖିଲେ କେମିତି ଲାଗୁଛି ତୁଳସୀ ଗଛଟା, ବଢ଼ିଆ ଲାଗୁଛି ନା। ଆଗ ଅପେକ୍ଷା ମାନେ ବଡ଼ଟା ଥିଲା ନା, ଛେଳି ସଦାବେଳେ ଖାଇ ଖାଇକା ଆଙ୍କରି ପାଇଁ ଏ ଗଛଟା ଜଣେ ନଷ୍ଟ ହେଇଛି। ତାପରେ ବୋଉ ଚାଲିଲେ ତାଙ୍କ ଲୁଗା ଶୁଖେଇବାକୁ। ଲୁଗା ଶୁଖେଇ ସାରିଲା ପରେ ତାପରେ ମୁଁ ଆସିଲି ଘରକୁ। ମୁଁ କହିଲି ବୋଉ ତୁମେ ଲୁଗା ଶୁଖେଇକି ଆସ, ମୁଁ ଭାତ ବାଢ଼ୁଛି। ଆମ ଘରେ ଏତେ ପାଣି ଭର୍ତ୍ତି ହେଇଯାଇଥିଲା ବାବାରେ, ଛାଡ଼। ତାପରେ ବୋଉଙ୍କ ପାଇଁ ଭାତ ବାଢ଼ିକି ଖାଇସାରିଲା ପରେ ବୋଉ ତାପରେ କୁକୁଡ଼ା ମୁଣ୍ଡ ଆଣିଥିଲେ, ସେଗୁଡ଼ାକ ସେ କାଟାକୁଟି କରିଦେଲେ। କହିଲେ ମାରେ ଟିକେ ଏଇଟା ଭାଜିଦେବୁ ତେଲ ପକେଇକି, ତେଲ ଲଙ୍କାଗୁଣ୍ଡ ମସଲା ଗୁଣ୍ଡ ଏମିତି ଭାଜାଭୁଜି କରିବାକୁ କହିଥିଲେ, ଭାଜି ଦେଇଥିଲି। ତାପରେ ରାତିରେ ବାବୁ କ'ଣ କରିଥିଲା ନା, ଯେତିକି ହେଲେ ମାଛ ଧରିକି ଆଇଲେ। କହିଲେ ଏଇ ସବୁ ତ କରୁଛ, ଏଇ ମାଛଟା ନିଅ। ବୋଉ ତାକୁ କେମିତି ରାଗି କହୁଛନ୍ତି ଆଗରୁ ଆଉ କ'ଣ। ତାପରେ ମାଛ ଆଣି ସାରିଲା ପରେ ମାଛ ମୋର ଏପଟେ କଡ଼େଇରେ ବସେଇ ଦେଇକି ମାଛ ତତିବାକୁ ମାନେ ଛାଣିବାକୁ ଲାଗିଲି। ତାପରେ ବୋଉ କହୁଛନ୍ତି ତୁ କହିଲୁନି ମୁଁ କିଆଁ ଆଣିଲି ମୁଣ୍ଡ। ତାପରେ ମୋତେ କହିଲେ ତୁ ରସୁଣ ଛଡ଼ାଛୁଡ଼ି କର। ମୁଁ ତାପରେ ରସୁଣ ଛଡ଼ାଛୁଡ଼ି କରି ପିଆଜ ରସୁଣ ଛଡ଼ାଇ ସାରିଲା ପରେ ତାପରେ ମୁଁ କହିଲି ମସଲା ବାଟି ସାରିଲା ପରେ ଦେଖନ୍ତୁ ଏଠି କେତେ ବଢ଼ିଆ ସେ ଆମ ମାଛ ଗୁରା ହେଉଛି। ତାପରେ ମୁଁ ରସୁଣ ପିଆଜ ଛଡ଼ାଛୁଡ଼ି କରିକି ମାଛ ରୋଷେଇ କରିବା ପାଇଁ ତାପରେ ପିଆଜ କାଟିଲି। ଆମର ପନିକିଟା ଆକ୍ଚୁଆଲି ଭାଙ୍ଗି ଯାଇଛି, ସେଥିପାଇଁ ଆମ କଟୁରୀ କାଟୁଛି। ମୁଁ କଟୁରୀ ହିଁ କାଟି ଆସେନି, ମୁଁ ସଦାବେଳେ ପନିକିରେ ହିଁ କାଟେ। ତାପରେ ମାଛ ଜମା 3 ପିସ୍ ଆଣିଥିଲେ, ମୁଣ୍ଡ ଆଉ ପେଟ ପିସ୍ ଆଣିଥିଲେ। ସେଇଟା ଭାଜି ସାରିଲା ପରେ ବୋଉ କଲେ ଆଉ ବେସର ବାଟି ସାରିଲେ ଟିକେ ଭାଜିଦେବୁ ଆଉ। ତାପରେ ଆମ ଭଜା ସେତେବେଳେ ହେଇଯାଇଥିଲା, ମାଛ ହେଇଥିଲା ରନ୍ଧା ହେବ ବୋଲିକା ଆଗ 2 ପିସ୍ ଛାଣି ଦେଇଥିଲି।